ଆସିକି କିଏ ପହଞ୍ଚିଲେ? ମଦର ହୁଁ ଫାଦର ଆଉ ମଦର। ଫାଦର ମଦର ହୁଁ ସକାଳ 9ଟା ଭିତରେ ଆସିକି ପହଞ୍ଚିଗଲ। ଖରା ହବ ନା ହଁ। ଚଞ୍ଚଳ ରେଡି ହେଇକି ଗାଡିକି ପଳେଇ ଆଇଲୁ। ଆଚ୍ଛା ପୁରା ଟ୍ରକ୍ ଲୋଡ? ପୁରା ଲୋଡ। ହଁ। ଚାଉଳ ଡାଲି ପରିବା ଧରିକି ଆଇଲୁ। ହଁ ଖାଲି ଭାତ ଡାଲମା କରିକି ଖାଇବୁ। ଏକାଥରେ ମିଲ୍ ତ କରିକି ଧରିକି ପଳେଇ ଆସିଥାନ୍ତ। ହଁ ସେଇଟା ବି ହେଇଥିଲେ ହେଇଥାନ୍ତା। ହଁ। ହୁଁ ତମେ 2 ଦିନ ରହିବାର ଥିଲା, 2 ଦିନରୁ ଗଡେଇକି 3 ଦିନ କରିଦେଲ। ମୋର କାମ ହେଲା ପରେ ବିରିଗୁଡା ପୋକ ଲାଗିଗଲେ ହୁଁ ବାଧ୍ୟ ହେଇକି ମୁଁ ରହିଲି, ନହେଲେ ରହିନଥାନ୍ତି। ଛଡେଇବା ପାଇଁ ରଖିଲେ ଆଉ ଖରା ପୁରା ଗୋଟା ଖରା ଦେଲୁ, ସେ ସବୁ ମରିଗଲେ ପଡିଗଲେ। ତମେ ନଥିଲ ଯେ ଭଲ ନଥିଲା, ତମେ ଘରେ ନଥିଲ ଯେ ଭଲ ନଥିଲା। ଭଲ ଲାଗୁନଥିଲା ନା ଭଲ ଲାଗୁଥିଲା? ଭଲ ଲାଗୁନଥିଲା। ଆମେ ବି ଗାଳି ଟିକେ ଶୁଣୁନଥିଲୁ, ତୁ ବି ତ ପାଟି କଲ କଲ ହେଇଥିବ। ଆମ ଆଖିରୁ ପୁରା ନିଦ ହଜି ଯାଇଥିଲା। ନିଦ ହଜି ଯାଇଥିଲା? ଅନିଦ୍ରା ହେଇକି ପାଖରେ ବସିଥିବେ, ତାଙ୍କୁ ଏଥର ପଛପଟେ ବାନ୍ଧିକି ନେଇକି ଯିବେ। ମୁଁ ଝୁରି ଝୁରି ଯାଇକି ସିଢି ପାଖରେ ବସିକି ରହୁଥିଲି ସବୁଦିନ। ହଁ ଇଏ ମତେ କଣ କଲା, ମୋ କୁନି ପୁଅଟା ଖୋଜୁଥିଲା ମତେ। ମୁଁ କାନ୍ଦୁଥିଲି ପା। ବୋଉ କୁଆଡେ ଗଲା, କେତେବେଳେ ଆସିବ, ଏଇଆ ତ।